ଏନ୍ତା କାଣା ହେଇଗଲେ ଯେ ଆମ ନୂଆପଡ଼ିଆ ସବୁ କ୍ରିଏଟରମାନଙ୍କୁ ଗୋଟେ ପାଖେ ଦେଖା ହେବାକେ ପଡ଼ଲା। ଜୁହାର ଯେ ମା ସମଲି କେନ୍ତା ଅଛ ସମସ୍ତେ ସ୍ୱାଗତ କରିଛେ ମାନେ ମିନି ବ୍ଲଗ୍କେ। ସକାଳୁ ସକାଳୁ ମୁଁ ଘରୁ ରେଡ଼ି କରି ବାହାରି ପଡ଼୍ଛେ ଆମର ଗାଁ ଦିନ ଆସିଲାନ ଗୋଟେ ଗାଁର ଭିଉ ବି ବହୁତ ବଢ଼ିଆ ଲାଗ୍ସି। ତାରପରେ ମୁଁ ବାହାରି ଯାସି କାଣ୍ଡେତରା ବସ୍ ଷ୍ଟପ୍କେ କାଁଜେ ବେଲେ ଆଜି ମତେ ଯିବାର ଅଛି ନୂଆପଡ଼ା। ତାରପରେ ବସ୍ ବି ଆସି ଯାସି ବସ୍ ଉପରେ ମୁଁ ଚଢ଼ଲା ପରେ ଏତେ ଭିଡ଼ ଥିସି ସେ ଜାଗା ବି ନି ହଉଥାଏ। ଇଆଡ଼େ ଦେଖିଛି ଯେ ମୋର ଭଞ୍ଜା ହାରେ ସବେ ଆସିଥିସନ୍ ମୋର ଭେନେ ବି ପହଞ୍ଚି ଥିସନ୍। ଆମେ ସବେ ମିଶିକରି ଯାଉଛୁ ଆଜି ଆମ ନୂଆପଡ଼ିଆ କ୍ରିଏଟରମାନଙ୍କର ମିଟଅପ୍ ଟେ ଭିଡ଼ ତ ଏନ୍ତା ଥିସି ଜେନେରାଲ ଏନ୍ତା ମୁସ୍କିଲ ବାଇ ଲାଗ୍ସି ମତେ। ତାରପରେ ଆମେ ପହଞ୍ଚି ଯାସନ୍ ନୂଆପଡ଼ା ଆଉ ଆମକେ ରିସିଭ୍ କରବାକେ ପଳେଇ ଆସନ୍ ଆମର କୃଷ୍ଣା ଦାଦା। ପହଲା ତ ତାଙ୍କର ସାଙ୍ଗେ ବସିକରି ପହଞ୍ଚି ଯାସନ୍ ତାଙ୍କର ଘରକେ। ଯେନ୍ତା ହିଁ ତାଙ୍କର ଘରକେ ପହଞ୍ଚିକରି ଦେଖସନ୍ ତ ଛୋଟ ମୋଟ କ୍ରିଏଟର ଥିସନ୍ ତାର ସଙ୍ଗେ ସାଙ୍ଗେ ବୁଆଗ ଆଲୋକ ବା ବହୁତ ଦିନ ପରେ ଆଲୋକ ଦାଦା ସହ ମିଲନୁ ବେଲେ ମୋର ମୁହିଁ ହେଇଯାସି ଏନ୍ତା। ତାରପରେ ସବେ ବସିକରି ମଜାମସ୍ତି କରିକରି ଆମେ କୃଷ୍ଣା ଦାଦା ଘରେ ପହଲା ବସିଥିସୁ। ସବୁ କ୍ରିଏଟର ଗୋଟେ ପାଖେ ଥିସନ୍ ବେଲେ ଏତେ ମଜାମସ୍ତି ଲାଗୁଥିସି। ମଜାମସ୍ତି ସାଙ୍ଗେ ସାଙ୍ଗେ ବହୁତ ସାରା କଥାବାର୍ତ୍ତା ଆସନ୍। ପ୍ରତାପ ସାହୁ ସିଙ୍ଗର ଦାଦା ଆସନ୍ ତାପରେ ଆମର ଲାଗି ଅଛନ୍ ପ୍ରଶାନ୍ତ ସିଙ୍ଗର ଆଉ ବହୁତ କଥାବାର୍ତ୍ତା ହେତେ ଇଆଡ଼େ ଯେ କୃଷ୍ଣା ଦାଦା ଆନିକରି ଆମକୁ କୋଲ୍ଡ ଡ୍ରିଙ୍କସ୍ ପୁରା ରେଡ଼ି କରି କୋଲ୍ଡ ଡ୍ରିଙ୍କସ୍ ଯେନ୍ତା ପିନି ଭାଇ ବୁଆ ଦିଲ୍ କେ ସୁକୁନ ମିଳିଗଲା। କୋଲ୍ଡ ଡ୍ରିଙ୍କସ୍ ପି ପୁଆ ସାରିଲା ପରେ ସବେ ଟିକେ ବସିକରି ମସ୍ତ କଥାବାର୍ତ୍ତା ଚିଲ୍ଡ ହିସାବରେ ସବେ ଟିକେ କାହିଁ ବେଲେ ଆମେ ସବେ କି ନୂଆପଡ଼ିଆ କ୍ରିଏଟର ନ ତ ସବେ ସପର ସାଙ୍ଗେ ମିଳିମିଶି କରି ଥିବାର କଥା ତବ ଜିଗର ଆମର କିଛି କରିବା କଥାବାର୍ତ୍ତା ହେତେ ଇଆଡ଼େ ପଳେଇ ଆସନ୍ ବିକାଶ ସିଂ ଦାଦା। ବହୁତ ଦିନ ହେଲା ମିଲବାର ଇଚ୍ଛା ଥିସି ବେଲେ ମିଲି ପକାସନ୍। ତାରପରେ ତ ଆମ ଲଞ୍ଚ ଟାଇମ୍ ଏସେ ବେଲେ ଲଞ୍ଚ କରି ପକାସନ୍। ବହୁତ ବଢ଼ିଆ ଭେଜର ବନିଥିଲା ଭଲ। ଲଞ୍ଚ ସରିଲା ପରେ ଆମେ ପଳେଇ ଯାସୁ ଲକ୍ଷ୍ୟ ଇନଫୋଟେକ୍ ଯେନ କି ଆମର ଭଞ୍ଜା ଲାଗି ଗୋଟେ ପିସି ନେବାର ପିସିର ସବୁ କିଛି ରେଡ଼ି କରିଦେସନ୍ ଦାଦା ଆଉ ଇଆଡ଼େ ଯେ ମୁଁ ଭଞ୍ଜାର ଭେନେ କହିସି କେନ୍ତା ଲାଗୁଛି ତମକୁ ସର ଭଞ୍ଜା ଯେନ୍ତା ପଚାରସନ୍ ପୁରା ଦିଲ୍ ଖୁସି ଲାଗୁଛି ମାମୁ ବୋଲି କହିସନ୍। ଏଇଟା ତ ତାଙ୍କର ମେହନତର ସକ୍ସେସ୍ ହେ ତ ଆପଣମାନେ ବି ଏନ୍ତା ମେହନତ କର ଭଞ୍ଜାଏ କହିଦେବ କଂଗ୍ରାଚୁଲେସନ୍। ତାରପରେ ପିସି ଧରିକରି ଆମେ ଘର ରିଟର୍ନ କରସୁଁ। କେନ୍ତା ଲାଗଲା ଯେ ମିନି ବ୍ଲଗଟା କମେଣ୍ଟ ମାଧ୍ୟମରେ ଜରୁର ଜଣାବେ।